ଆଜିର ସ୍ପେଶାଲ ଭେଜ୍ ବିରିୟାନୀ। ହ୍ୟାଲୋ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ମୁଁ ରୋଜି ଆପଣମାନଙ୍କୁ ୱେଲକମ୍ କରୁଛି ମୋ ନ୍ୟୁ ବ୍ଲଗ୍କୁ। ଆଜି ଥିଲା ସଣ୍ଡେ, ଯେହେତୁ ରବିବାର ଥିଲା, ଏବେ ତ କାର୍ତ୍ତିକ ମାସ ଚାଲିଛି, କିଛି ଆଇଁଷ ଫାଇଁଷ ଖାଇ ହେବନି, ସେଥିପାଇଁ ଆଜି ଆମେ ଭାବିଲୁ ଭେଜ୍ ବିରିୟାନୀ କରିବା ପାଇଁକା। ସେଥିପାଇଁ ଏଠି ମୁଁ ପରିବା ସବୁ ନେଇଯାଇଛି। କୋବି, ବିନ୍ସ, ଆଳୁ, ଗାଜର ଏମିତି ସବୁ ପ୍ରକାର ପରିବା ନେଇଯାଇଛି, ତାକୁ କାଟି ଦେଇଛି। ତାପରେ ଏଇଟା ହେଲା ଧନିଆ ପତ୍ର ଇଏ ଦେଇଛି। ତାପରେ ସେଇଠୁ ମସଲା କରିବା ପାଇଁକା ଅଦା ରସୁଣ ନେଇଯାଇଥିଲି, ନେଇକି ତାକୁ ଛେଚି ଦେଇଛି। ଛେଚି ସାରିଲା ପରେ ଏଠି ହେଉଛି ସୋୟାବିନ୍ ନେଇଛି, ଚାଉଳ ନେଇଛି, ବିରିୟାନୀ ଚାଉଳ, ପିଆଜକୁ କାଟିକି ରଖିଦେଇଛି। ତାପରେ ସେଇଠୁ ପରିବା ତାକୁ ଏଠି ନେଇକି ଧୁଆ ଧୋଇ କରିକି ପୁରା ଭଲସେ ପରିଷ୍କାର କରି ରଖିଦେଇଛି। ତାପରେ ଗୋଟେ କଢ଼େଇ ନେଇକିରି ତେଲ ପକାଇଦେଲି, ସେଥିରେ ଦେଲି ବାଦାମ ଟିକେ ଭଲସେ ହେଇସାରିଲା ପରେ ତାକୁ ଛାଣିକିରି ଗୋଟେ ସାଇଡ଼୍ କରିଦେଲି, ଗୋଟେ ଜାଗାରେ ସାଇଡ଼୍ କରିଦେଲି। ତାପରେ ସେଇଠୁ ବାଦାମ ଛାଣି ସାରିଲା ପରେ କାଢ଼ି ସାରିଲା ପରେ ତାପରେ ସେଇ କଢ଼େଇରେ ସେଇ ଗରମ ତେଲରେ ସେଇଠୁ ଦେଇଦେଲି ଫୁଲକୋବି ବାଛିକିରି, ପରିବା ଭିତରୁ ଫୁଲକୋବିକୁ ସେଇଠୁ ଛାଡ଼ିଦେଲି କିଛି ସମୟ ତାକୁ ଫ୍ରାଏ ହେବା ପାଇଁକା। ସେଇଠୁ କାଢ଼ିଦେଲି ଗୋଟେ ଜାଗାକୁ କାଢ଼ି ସାରିଲା ପରେ ବାକି ଯେତକ ସବୁ ପରିବା ଥିଲା, ବିନ୍ସ, ଗାଜର, ଆଳୁ, ଯାହା ସବୁ ପରିବା ଥିଲା ତାକୁ ସେଇଠୁ ପକାଇ ଦେଇକିରି ତାକୁ କିଛି ସମୟ ଛାଡ଼ିଦେଲି ଫ୍ରାଏ ହେବା ପାଇଁକା। ମଝିରେ ମଝିରେ ଏମିତି ଟିକେ ଦେଖୁଥିବେ ଘାଣ୍ଟିକିରି, କାରଣ ଏଇଟା ଲାଗିଯାଇପାରେ ପରିବା ତକ ହେଇଛି କି ନାହିଁ। କିଛି ସମୟ ଗଲା ପରେ ପରିବା ଫ୍ରାଏ ହେଇଗଲା। ତାପରେ ମୁଁ ତାକୁ ଗୋଟେ ଜାଗାକୁ ସାଇଡ଼୍ କରିଦେଲି, କାଢ଼ିଦେଲି। ଇଏ ଦେଖନ୍ତୁ, ଏସବୁ ଗୋଟା ମସଲା ମୁଁ ନେଇଛି ତରକାରୀରେ ଆଉ ବିରିୟାନୀ ଚାଉଳରେ ୟୁଜ୍ କରିବା ପାଇଁକା। ଏଠି ମୁଁ କଢ଼େଇରେ ପିଆଜ ଯେଉଁ କାଟିକିରି ରଖିଥିଲି ତାକୁ ପକାଇ ଦେଇକି ଫ୍ରାଏ କରିଦେଲି। ଏକୁ ଭଲସେ ପୁରା ମଉଳି ଗଲା ପରେ, ଭାଜି ହେଇଗଲା ପରେ ତାକୁ କାଢ଼ିଦେବେ। କାଢ଼ି ସାରିଲା ପରେ ଏପଟେ ମୁଁ ଗରମ ପାଣି ବସାଇଛି ଭାତ ରାନ୍ଧିବା ପାଇଁକା। ଆଧିରେ ସବୁ ଗୋଟା ମସଲା ଯେତକ ମୁଁ ରଖିଥିଲି ସେଥିରେ ଦେଇଛି। ତାପରେ ସେଇଠୁ ଏଠି ମୁଁ କଢ଼େଇ ନେଇଗଲି। କଢ଼େଇରେ ସେଇଠୁ କ'ଣ କଲି ନା ତେଲ ପକାଇଦେଲି ଗରମ ହେବା ପାଇଁକା। ଏପଟେ ଦେଖିଲା ବେଳକୁ ମୋର ପାଣି ତାତି ଯାଇଥିଲା, ସେଥିପାଇଁ ମୁଁ ଚାଉଳ ପକାଇଦେଲି। ଚାଉଳ ପକାଇକି ଟିକେ ଘାଣ୍ଟିଦେଲି। ଏପଟେ ସେଇଠୁ ଯାହା ସବୁ ମୁଁ ଗୋଟା ମସଲା ରଖିଥିଲି, ତେଜପତ୍ର, ଡାଲଚିନି, ଗୁଜୁରାତି, ଲବଙ୍ଗ, ଅଳେଇଚ, ତାପରେ ସେଇଠୁ ଜାୟତ୍ରୀ ଫଳ, ଗୋଲମରିଚ ସବୁ ଆଧିରେ ପକାଇ ଦେଇକିରି ତାକୁ ଟିକେ ଫ୍ରାଏ ହେବା ପାଇଁକା ଛାଡ଼ିଦେବେ। କିଛି ସମୟ ଗଲା ପରେ ସେଥିରେ ଦେବେ ପିଆଜ ଯେଉଁ କାଟିକିରି ରଖିଥିଲେ। ତାପରେ ସେଇଠୁ ଦେବେ ଅଦା ରସୁଣ ଛେଚାକୁ ଭଲସେ ତା ଦେହରେ ଦେଇକିରି ଘାଣ୍ଟି ଦେବେ। ଟିକେ ଅଦା ରସୁଣର କଞ୍ଚା ଅଂଶ, ତା ଗନ୍ଧଟା ଟିକେ ମରିବା ଯାଏଁ ତାକୁ ଟିକେ ଘାଣ୍ଟି ଦେବେ ଭଲସେ ପୁରା। ସେ ଟିକେ ମଉଳି ଗଲା ପରେ, ଗନ୍ଧଟା ଚାଲିଗଲା ପରେ ସେଥିରେ ଦେବେ ଲୁଣ, ହଳଦୀ, ଲଙ୍କାଗୁଣ୍ଡ ଦେଇକି ତାକୁ ଭଲସେ ପୁଣି ଘାଣ୍ଟି ଦେବେ। ତାପରେ ସେଇଠୁ ଟିକେ ଚିକେନ୍ ମସଲା, ତାପରେ ସେଇଠୁ ଟିକେ କଞ୍ଚା ଲଙ୍କା ଦେଇକି ଭଲସେ ଟିକେ ଘାଣ୍ଟି ଦେବେ। ଏପଟେ ଦେଖନ୍ତୁ ମୋର ଭାତ ଅଲମୋଷ୍ଟ ହେଇଗଲାଣି, ତେଣୁ ଟିକେ ତାକୁ ରଖିକିରି ଗାଳିବାକୁ ପଡ଼ିବ। ଏପଟେ ତରକାରୀରେ ଯେଉଁ ମସଲା ମୁଁ କରିଥିଲି ସେଥିରେ ବିରିୟାନୀ ମସଲା ଦେଇକି ତାକୁ ଟିକେ ଘାଣ୍ଟି ଦେଲି। ଘାଣ୍ଟି ଦେଇକି ଟିକେ ସାଇଡ଼୍ କରିଦେଲି, ମସଲା ଟିକେ ଭଲସେ କଷି ହେବା ପାଇଁକା। ତାପରେ ଭାତ ମୋର ଟିକେ ହେଇଯାଇଥିଲା, ତାକୁ ଛାଣିଦେଲି ଗୋଟେ ଜାଗାରେ, ଛାଣିକିରି ତାକୁ ସାଇଡ଼୍ କରିଦେଲି। ମୁଁ ପରିବା ତାକୁ ଏପଟେ ଯେଉଁ ଛାଣିକିରି ସବୁ ରଖିଥିଲି ତାକୁ ସେଇଠୁ ସେଥିରେ ଦେଇକିରି ମସଲାରେ ଦେଇକି ତାକୁ ପୁଣି ଭଲସେ ତାକୁ ଘଣ୍ଟା ଘଣ୍ଟି କରିକି ତାକୁ ମିଶାଇ ଦେଲି। ମିଶାଇ ସାରିଲା ପରେ ତାକୁ ଏମିତି ଟିକେ ଭଲସେ ଘାଣ୍ଟିବେ। ତାପରେ ସେଇଠୁ ଦେଲି ସୋୟାବିନ୍ ବଡ଼ି ଯେଉଁ ରଖିଥିଲି ଭାଜିକିରି। ଏପଟେ ଏଟାକୁ ଗରମ ପାଣିରେ ବତୁରେଇବେ, ଆଗ ଗରମ ପାଣି କରିବେ, ଗରମ ପାଣିରେ ବତୁରେଇକି ରଖିବେ। ରଖିକିରି କିଛି ସମୟ ଗଲା ପରେ ଚୁପୁଡ଼ିକିରି ଅଳ୍ପ ତେଲ ଦେଇକି ଭାଜିବେ। ଭାଜିକିରି ତାପରେ ସେଇଠୁ ଏଇଟା ଦେବେ ଆଧିରେ ଦେଇକିରି। ସେଇଠୁ ମୁଁ ଭଲସେ କ'ଣ କଲି ନା ଏକୁ ଘାଣ୍ଟିକିରି କିଛି ସମୟ ରଖିଦେଲି ତାକୁ ଘୋଡ଼େଇକିରି, ଏଇଟା ପରିବା ତକ ମସଲା ହେବା ପାଇଁକା, ସିଝିବା ପାଇଁକା। ତ ଦେଖନ୍ତୁ ମସଲା ସବୁ ସିଝି ଯାଇଛି, ପରିବା ଭଲସେ ବି ସିଝି ଯାଇଛି, ହେଇଯାଇଛି ଆମର। ତାପରେ ଚାଲନ୍ତୁ ଦମ୍ ଦେବା। ଏଠି ମୁଁ ଡେକ୍ଚି ନେଇକି ଗରମ କରିଦେଲି। ଗରମ କରିସାରିଲା ପରେ ତାକୁ ତଳକୁ କାଢ଼ିଦେଲି। ଘିଅ ତକ ଦେଲି ଭଲସେ ତଳେ ଦେଇକିରି ଭଲସେ ଘାଣ୍ଟି ଦେଲି। ତାପରେ ସେଇଠୁ ଦେଲି କ'ଣ ନା ଭାତ ଅଳ୍ପ ଦେଇକି ଭଲସେ ସାଇଜ୍ କରି ସାରିଲା ପରେ, ତାପରେ ସେଇଠୁ ଦେବା ଆମେ କ'ଣ ନା ବିରିୟାନୀ ମସଲା, ଯେଉଁ ଆମର ବିରିୟାନୀ ମସଲା। ତାପରେ ସେଇଠୁ ପୋଦିନା ପତ୍ର ଯେଉଁ ଛାଣିକିରି ଆମେ ରଖିଥିଲେ ପିଆଜ, ତାକୁ। ତାପରେ ସେଇଠୁ ଦେବା ଆମେ ଯେଉଁ ତରକାରୀ ମସଲା କରିଥିଲେ ପରିବା ପତ୍ର ପକାଇ, ତାକୁ ସେଇଠୁ ଦେବା।
ताकू सेठू दे सारा पर भल से ता ऊपर आउ गोटे लेयर दबा भात भात देकरी पुणी सेठू आउ गोटे लेयर दबा कौन ना आम मसला जो परिवा पत्र पकईकि आम जो मसला करते से मसला दबा पुणी सेठू मसला सब दे सारा पर तापर दबा बिरयानी मसला दे सारा पर पुणी दबा पुदीना पत्र तापर छाणिकी रखिदबा पियाज दे सारा पर एटा केवड़ा अटर दबा केवड़ा अटर दे सारा पर तापर सेठू दबा जो घी पूरा भलसे देवे कारण बिरयानी घी रे देले मस्त बास्ना आसे घी बास्नाटा बढ़िया आसे बढ़िया लगे तापर सेठू एठी मु स्लो आंचरे नहीं बसईदेली ता ऊपर रखी गोटे कंसारे पानी तापर सेठू बाफटा टिके नजीवापाईका ये हेमदस्ता ता ऊपर पानी पूरी पुणी चापियापाईका रखीदेली एठी मु कचुम्बर बनवाईका पियाज काकुड़ी काटी देछि तापर सेठू मु दही पुदीना धनिया नहीं कि आगे ग्राइंडिंग कर देथिली सेटा मु वीडियो करि पारलेनी तापर सेठू हमर ये कचुम्बर तैयारी हे ता देर पियाज काकुड़ी पकेदेली एपटे देखुन हमर बिरयानी पूरा हो जाइए बिरयानी पूरा रेडी केते सुंदर आगे गोटी गोटी हो जाइए। तो आपण को मो वीडियोटा केमिति लगिला निश्चिंत कमेंट करेंगे मो चैनल को सब्सक्राइब करेंगे और लाइक करेंगे प्लीज़ थैंक यू सो मच मो वीडियो शेष पर्यंत देखि